ଓଡ଼ିଶାରେ ଯେତେ ତାପମାତ୍ରା ବଢ଼ୁଛି ଗୋଆରେ ବି ସେମିତି ତାପମାତ୍ରା ଅଧିକରୁ ଅଧିକ ହେଉଛି। ଘରୁ ବାହାରିବା ମୁସ୍କିଲ ହେଇଯାଉଛି ଏମିତି ଖରା ଏଇଠି 9ଟା 9:30 ବେଳୁ ଖରା ଆରମ୍ଭ ହେଉଛି, ବାହାରିବା କଷ୍ଟ ହେଇଯାଉଛି। ଆଜି ମୋର ରେସିପି ଡାଲି ଭାତ ତାପରେ କିଛି ଭଜାଭଜି କରିବା। ଖରାଦିନେ ନା ତେଲ ମସଲା ଖାଇବା ପାଇଁ ଜମା ଭଲ ଲାଗେନି, ଖାଲି ପଖାଳ ଖାଇବା ପାଇଁ ଇଚ୍ଛା ଲାଗେ। ମୋର ଯେହେତୁ ଥଣ୍ଡା ଦେହ, ପଖାଳ ଖାଇବା ପାଇଁ ପଖାଳ ଦେହରେ ଯାଉନି, ସେଥିପାଇଁ ପଖାଳ ମୁଁ ବେଶୀ ଟାଇମ୍ ଖାଏନି। କିନ୍ତୁ ଯାହା ବି ହେଲେ ଟିକେ ପଖାଳ ଖାଇବାକୁ ପଡ଼ିବ, ପଖାଳ ଖାଇଲେ ଟିକେ ଶାନ୍ତି ଲାଗିବ। କାରଣ ମୁଁ ନାଇଟ୍ ଡ୍ୟୁଟି କରିକି ଆସୁଛି, ଆଉ 12ଟା 1 ପରେ ଏମିତି ଲାଗୁଛି, ମାନେ ବିଷ ଖାଇଲା ଭଳିଆ ଲାଗୁଛି। ଏମିତି ରାତିରେ ନିଦ, ମାନେ ସେ ବିଷ ଖାଇଲା ଭଳିଆ ଲାଗୁଛି। ଏମିତି ନିଦ ବି ହେଉନି, ଏମିତି ଆଜବେଷ୍ଟ ରୁମ୍ରେ ଆଉ ଏମିତି ଖରା ହେଉଛି ନା। ମୁଁ ବାହାରେ ଶୋଉଛି, ଭିତରେ ଶୋଉଛି, ବାହାରେ ଶୋଉଛି, ଭିତରେ ଶୋଉଛି, ଏମିତି ହେଇକିରି 5ଟା ବାଜିଯାଉଛି, ଫେର ଡ୍ୟୁଟି ଯାଉଛି। ରାତିରେ ନାଇଟ୍ ଡ୍ୟୁଟି କରିକି ଆସିବ, ଯଦି ଶୋଇବା ଠିକ୍ ସେ ନହେବ ନା ତ ଦେହ ଖରାପ ହେଇଯିବ। ଏମିତି କଣ୍ଟିନ୍ୟୁ ରହିଲେ ତ ଆହୁରି ପ୍ରୋବ୍ଲେମ୍ ହେବ। ଦେଖନ୍ତୁ ମୁଁ 9:30 ବର୍ତ୍ତମାନ ହେଇଛି, ଏମିତି ବାହାରେ ବର୍ତ୍ତମାନ ଖରା ହେଲାଣି। ବ୍ୟାକ୍ କ୍ୟାମେରା କରି ଦେଖେଇବି କେମିତି ଖରା ହେଉଛି। ବାହାରେ ଏମିତି ଖରା ହେଉଛି, 9:30 ସମୟ ଖରା ଏମିତି ପ୍ରବଳ ମାରିଲାଣି। ମାନେ ଠିକ୍ 1ଟା ବେଳକୁ ଆହୁରି ଦେହ ହାତ ପୁରା ଜଳାପୋଡ଼ା ହେଉଛି। ତ ଖରା ଯେମିତି ଖରାର ଗୋଟେ ରାଗ ନେଇକିରି ଆସିଛି, ଏମିତି ଯେଉଁ ଖରା ହେଉଛି। ଆମର ବାଇଗଣ ପିଆଜ ଚକଟା ଆଉ ଅଣ୍ଡା ଆମଲେଟ୍, ତାପରେ ପ୍ଲେନ୍ ଡାଲି ଆଉ ଭାତ। ଆଜିର ରେସିପି ହେଉଛି ଏତିକି। ତାପରେ ସମସ୍ତେ ଆସିଲେ ଖାଇବା ଆରମ୍ଭ। ଅଣ୍ଡା ଆମଲେଟ୍।